वर्षणं भारतः श्रेष्ठो देशानाम् उत्कलः श्रुतः उत्कलस्य समो देशो नास्ति महीतले। भाषा ही एक जातिर प्राण और अस्मिता। ओडिशा उत्कृष्ट कला इतिहास और भाषा जन्मित एक महान भूखंड समृद्ध ऐतिह्य एवं परंपरा परिपूर्ण। आधुनिक भारतर प्रथम भाषा भित्तिक राज्य भावे ओडिशा निजर एक स्वतंत्र परिचय सृष्टि करिछि। भारतर 6टी शास्त्रीय भाषा मध्य ओडिया अन्य। मान्यवर मुख्यमंत्री बलिष्ठ नेतृत्व आज आम भाषा मान्यता पाई गौरवान्वित। यह ହେଉଛି 4.5 कोटी ओडिया परिचय। प्राय 2500 वर्षर पुराणा यही भाषा। यार प्रमाण मिले ख्रीष्टपूर्व 3य शताब्दीर जौगड़ और धौलीर शिलालेख। श्री जगन्नाथ मंदिर जय विजय शिलालेख। ओडिया भाषार निरंतर सांस्कृतिक यात्रा केतବେଳେ ଉତ୍ତର କେତେବେଳେ ପ୍ରସ୍ଫୁଟିତ। ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ବେଦ ସାହିତ୍ୟ କାବ୍ୟ ଆଦି ବହୁ ପୁରାତନ ଯୁଗରୁ ଲିପିବଦ୍ଧ। ତାଳପତ୍ରରେ ଲେଖୁ ଲେଖୁ ଓଡ଼ିଆ ଅକ୍ଷରକୁ ମିଳେ ବକ୍ରାକାର ରୂପ, ଯାହା ରୂପ ନିଏ କଳିଙ୍ଗ ଲିପି। ଇଣ୍ଡୋ ଆରିଆନ୍ ପରିବାରର ସର୍ବପୁରାତନ ଭାଷା ଓଡ଼ିଆ। ଉର୍ଦ୍ଦୁର ମାଗଧୀ ଲିପିରୁ ଏହାର ଉତ୍ପତ୍ତି। ଅନେକ ଭାଷା ଦ୍ୱାରା ପ୍ରଭାବିତ ଶାଣିତ ଓ ରୁଦ୍ଧିମନ୍ତ ଏହି ଭାଷା। ସାଧାରଣତଃ ଓଡ଼ିଆ ଭାଷା ଓ ସାହିତ୍ୟର ଇତିହାସକୁ 3 ଭାଗରେ ବିଚାରକୁ ନିଆଯାଏ: ପୁରାତନ ଯୁଗ, ମଧ୍ୟଯୁଗ ଏବଂ ଆଧୁନିକ ଯୁଗ। ଯେଉଁ ସମୟରେ ବେଙ୍ଗଲୀ ଭାଷାର ପ୍ରଭାବରେ ଓଡ଼ିଆ ହରାଇ ସାରିଥିଲା ଏହାର ସ୍ୱତନ୍ତ୍ରତା, ଠିକ୍ ସେହି ସମୟରେ ଓଡ଼ିଆ ଭାଷାର ମଙ୍ଗ ଧରନ୍ତି ଶୂଦ୍ରମଣି ସାରଳା ଦାସ। ସ୍ଥାପନ ହେଲା ଓଡ଼ିଆ ଭାଷା ସାହିତ୍ୟର ଭିତ୍ତିଭୂମି। ଇତିହାସରେ ନାମିତ 1400ରୁ 1500 ଶତାବ୍ଦୀ ସାରଳା ଯୁଗ। ସାରଳା ମହାଭାରତ, ରାମାୟଣ ଓ ଚଣ୍ଡୀ ପୁରାଣ ଭଳି ମହାକାବ୍ୟ ବଢ଼ାଇଲା ଭାଷାର ବ୍ୟବହାର। ସେବେଠୁ ଓଡ଼ିଆ ଭାଷା ଆଉ ପଛକୁ ଚାହିଁ ଫେରିନି। 1436 ମସିହାରେ ଗଜପତି କଳେଶ୍ୱର ନବକୋଟି କର୍ଣ୍ଣାଟ କଳାବର୍ଗେଶ୍ୱର କପିଳେନ୍ଦ୍ର ଦେବଙ୍କ ପରାକ୍ରମ କୃତିତ୍ୱ ଏବଂ ଘୋଷଣା ନାମ ଆଜି ମଧ୍ୟ ଓଡ଼ିଆ ଭାଷାର ଶିଳାଲିପିରେ ଲିପିବଦ୍ଧ। ମଧ୍ୟଯୁଗ ତଥା ପଞ୍ଚଶଖ ଯୁଗରେ ଓଡ଼ିଆ ଭାଷା ମର୍ଯ୍ୟାଦାର ଶିଖର ସ୍ପର୍ଶ। ବଳରାମ ଦାସଙ୍କ ଜଗନ୍ନାଥ ରାମାୟଣ ଏବଂ ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଶାର ପୁରପଲ୍ଲୀରେ ଭାଗବତ ଟୁଙ୍ଗିରେ ଆଦୃତ ଓ ପୂଜିତ ହେଲା। ଏହା ସହିତ ଓଡ଼ିଆ ଏକ ଭାଷା ଭାବେ ସମସ୍ତଙ୍କୁ ବାନ୍ଧି ପାରିଲା। 1868 ମସିହାରେ ବ୍ୟାସକବି ଫକୀରମୋହନଙ୍କ ଦ୍ୱାରା ସ୍ଥାପିତ ହେଲା ଉତ୍କଳ ପ୍ରେସ। ଭାଷାକୁ ମିଳିଲା ଆଧୁନିକତାର ରୂପ। ପର୍ଯ୍ୟାୟକ୍ରମେ ଓଡ଼ିଆ ଭାଷା ସାହିତ୍ୟକୁ ବୃଦ୍ଧିମନ୍ତ କରନ୍ତି ଓଡ଼ିଶାର ବିଶିଷ୍ଟ ପରପୁତ୍ର ମଧୁସୂଦନ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ସନ୍ଥ କବି ଭୀମ ଭୋଇ, ଶ୍ରୀ ଗୌରୀଶଙ୍କର ରାୟ, କବିମଲ ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ଶ୍ରୀ ବିଶ୍ୱନାଥ କର, ଗଙ୍ଗାଧର ମେହେର, ପଲ୍ଲୀକବି ନନ୍ଦକିଶୋର କଳ, ଉତ୍କଳମଣି ଗୋପବନ୍ଧୁ ଦାସ, ଶ୍ରୀ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଲାବଂଶ ମିଶ୍ର, ଗ୍ରନ୍ଥକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଶ୍ରୀ ପ୍ରାଣକୃଷ୍ଣ ପରିଜା, ଜାତୀୟ କବି ନୀଳକିଶୋର ଦାସ, ଶ୍ରୀ ରାଧାନାଥ ରଥ, ଗୋଦାବରୀଶ ମହାପାତ୍ର, ଉତ୍କଳ ଭାରତୀ, କୁନ୍ତଳା କୁମାରୀ ସାବତ ପ୍ରମୁଖ ଓଡ଼ିଆ ଭାଷା ସାହିତ୍ୟକୁ ବିଶ୍ୱ ଦରବାରରେ ସୁପରିଚିତ କରାଇଥିଲେ। 1902ରୁ ଆରମ୍ଭ କରି ପ୍ରାୟ 34 ବର୍ଷର ନିରବଚ୍ଛିନ୍ନ ଉଦ୍ୟମ ଓ ସଂଘର୍ଷ ପରେ ଓଡ଼ିଆ ଭାଷାକୁ ଆଧାର କରି 1936 ମସିହା ଏପ୍ରିଲ 1ରେ
ओडिशा स्वतंत्र भाषा भित्तिक प्रदेश भाव गठित है। ଏହି ଭାଷା ଓ ଓଡ଼ିଆ ଜାତିକୁ ବଞ୍ଚାଇବାର ପ୍ରୟାସ ଶେଷରେ ସାକାର ହେଲା। 1956 ମସିହାରେ ପ୍ରଣୟନ ହୁଏ ଓଡ଼ିଶା ସରକାରୀ ଭାଷା ଆଇନ। ସମସ୍ତ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ମିଳିଲା ଅନୁମୋଦନ। 2011 ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରିଟିଶ ଯୁଗରୁ ଚାଲି ଆସୁଥିବା ସମ୍ବୋଧନ ଓଡ଼ିଶା ଓ ଓଡ଼ିଆକୁ ସଂଶୋଧନ କରାଯାଇ ରାଜ୍ୟ ଓଡ଼ିଶା ଓ ଭାଷା ଓଡ଼ିଆକୁ ମିଳିଲା ସାମ୍ବିଧାନିକ ମାନ୍ୟତା। 2014 ମସିହାରେ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷାର ମାନ୍ୟତା। ବହୁ ସ୍ୱପ୍ନ ହେଲା ପୂରଣ। ଆଧୁନିକ ଓଡ଼ିଶା ନିର୍ମାତା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଫକୀରମୋହନ ସେନାପତି, ସ୍ୱର୍ଣ୍ଣକବି ଗଙ୍ଗାଧର ମେହେର, ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ପଣ୍ଡିତ ନୀଳକଣ୍ଠ ଦାସ, କଣ୍ଠକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଭଳି ଅନେକ ମହାପୁରୁଷଙ୍କୁ ଏହି ଜାତି ଆଜି ପ୍ରଣାମ କରୁଛି, ଯାହାଙ୍କ ପ୍ରଚେଷ୍ଟାରେ ଆଜି ଆମେ ଓଡ଼ିଆର ଗର୍ବ ଅନୁଭବ କରୁଛୁ। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆମର ଗୌରବମୟ ଅତୀତ, ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ଆକାଂକ୍ଷିତ ଭବିଷ୍ୟତକୁ ପାଳନ କରିବା ପାଇଁ ଉପଯୁକ୍ତ ଉତ୍ସବ। କାରଣ ଭାଷା ହିଁ ଭବିଷ୍ୟତ। ବନ୍ଦେ ଉତ୍କଳ ଜୟ।